ଏଭଳି ହୀନ ମାନସିକତା ସରକାର, ଯାହାକି ବିଜେପି ସରକାର ରଙ୍ଗ ବୋଳିଆ ସରକାର, ନାମ ଉଚ୍ଛେଦ କରିବା ସରକାର ଛଡା ଆଉ ତାଠୁ କିଛି କାମ ଆଶା କରାଯାଉନି। ଚତୁର୍ଥ ଜିନିଷ, ମହାତ୍ମା ଗାନ୍ଧୀ ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ସ୍ଥାନମାନଙ୍କରେ କଂଗ୍ରେସ ତରଫରୁ ବନ୍ଦ ଡାକରା କିଛି ମାତ୍ରାରେ ସଫଳ ହୋଇଛି। କଂଗ୍ରେସର କର୍ମୀମାନେ ଯଥା ବ୍ଲକ ସଭାପତି, ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାୟକ, ଢେଙ୍କାନାଳ ଜିଲ୍ଲା ପୂର୍ବତନ ସଭାପତି ସୌମ୍ୟରଞ୍ଜନ ନାଥ, ଜିଲ୍ଲା କଂଗ୍ରେସ ସମ୍ପାଦକ ମନୋଜ ସାମଲ, ଢେଙ୍କାନାଳ ଜିଲ୍ଲା ଜେନେରାଲ ସେକ୍ରେଟାରୀ ରତିକାନ୍ତ ଗଡ଼ନାୟକ, ହିନ୍ଦୋଳ ବ୍ଲକର ଜୟ ଭୀମର ସଭାପତି ପ୍ରସାଦ ନାୟକ ଏବଂ ଅନ୍ୟ କଂଗ୍ରେସ କର୍ମୀମାନେ ଯୋଗଦେଇ ଓଡ଼ିଶା ବନ୍ଦ ଡାକରାକୁ ସଫଳ କରାଇଥିଲେ। ବିଭିନ୍ନ ଅଫିସ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ହୋଇଥିଲା। ବିଜେପି ସରକାରଙ୍କର ମନମାନି ଯାନବାହନ ପ୍ରଦୂଷଣ ଆଳରେ ମାତ୍ରାଧିକ ଦଣ୍ଡ ଆଦାୟ, ଧାନ କିଣାରେ ତ୍ରୁଟି ତଥା ପାୱାର ଅଧିକ ଶୁଳ୍କ ଓ କର୍ମ ନିଯୁକ୍ତି ଦିଗରେ ବିଫଳ ବୋଲି କଂଗ୍ରେସ କର୍ମୀମାନେ ପ୍ରକାଶ କରିଛନ୍ତି। ସ୍କୁଲ, ବସ୍, ଆମ୍ବୁଲାନ୍ସ ସେବା ଜରୁରୀକାଳୀନ ସ୍ଥିତିରେ ଥିବା ଲୋକମାନଙ୍କୁ ଛାଡ଼ି ଦିଆଯାଉଥିଲା। ଏହି ଓଡ଼ିଶା ବନ୍ଦ ଡାକରା ସଫଳ ହୋଇଛି ଓ ଏହାର ସମାଧାନ ନ କରିଲେ ଆଗକୁ ଏହା ତୀବ୍ରତର ଜାରି ରହିବ ବୋଲି କଂଗ୍ରେସ କର୍ମୀମାନେ ମତ ପ୍ରକାଶ କରିଛନ୍ତି। ଦେଖନ୍ତୁ, ଆଜି ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ନବନିର୍ମାଣ କୃଷକ ସଂଘ କରିଥିବା ପ୍ରତିବାଦ ଆମେ କଂଗ୍ରେସ ଦଳରୁ ସମର୍ଥନ କରୁଛୁ। ଏହାର ମୌଳିକ କାରଣ ସମସ୍ୟା ଗୁଡାକ ହେଲା ଯେମିତି ଧାନ କିଣାରେ ଦୁର୍ନୀତି ହେବା, ଲୋକଙ୍କୁ ଲୁଟିବା ଏବଂ ଯାନବାହନ ଗୁଡିକର ପ୍ରଦୂଷଣ ସାର୍ଟିଫିକେଟ କରିବା ଆଳରେ ଓଡ଼ିଶା ରାଜ୍ୟ ସରକାର, ମୋହନ ସରକାର ସାଧାରଣ ଲୋକମାନଙ୍କୁ ଲୁଟିବା। ତୃତୀୟତଃ, ଇଲେକ୍ଟ୍ରିକ ବିଦ୍ୟୁତରେ ଟାରିଫ ବଢେଇ ଟାଟା ପାୱାର ସହ ମିଶି ସାଧାରଣ ଲୋକଙ୍କୁ ବିଦ୍ୟୁତ ମାଗଣା ଦେବା ପରିବର୍ତ୍ତେ ଇଲେକ୍ସନ ଟାଇମରେ ପ୍ରଚାର କରିଥିଲେ ମାଗଣା ଦେବେ, କିନ୍ତୁ ଏପର୍ଯ୍ୟନ୍ତ ମାଗଣା ତ ଦେବା ଦୂର କଥା, ଶୁଳ୍କ ବଢେଇ ଚାଲିଛନ୍ତି। ଏଭଳି ହୀନ ମାନସିକତା ସରକାର, ଯାହାକି ବିଜେପି ସରକାର ରଙ୍ଗ ବୋଳିଆ ସରକାର, ନାମ ଉଚ୍ଛେଦ କରିବା ସରକାର ଛଡା ଆଉ ତାଠୁ କିଛି କାମ ଆଶା କରାଯାଉନି। ଚତୁର୍ଥ ଜିନିଷ, ମହାତ୍ମା ଗାନ୍ଧୀ ମନରେଗା ଯୋଜନା, ଯିଏକି ସର୍ବ ଜାତୀୟ ପିତା ମହାତ୍ମା ଗାନ୍ଧୀ 130 ଦେଶରେ ପ୍ରତିଷ୍ଠିତ, ସାରା ବିଶ୍ୱରେ ପ୍ରତିଷ୍ଠିତ, ତାଙ୍କ ନାଁକୁ ସେ ଯୋଜନାରୁ କାଟିବା ଏକା ଗୋଟେ ହୀନ ମାନସିକତା ପରିଚୟ। ତ ଏଭଳି ସମସ୍ୟା ପ୍ରତି ସାରା ରାଜ୍ୟରେ ଆମେ ଆଜି ବିକ୍ଷୋଭ ପ୍ରଦର୍ଶନ କରୁଛୁ। ଯଦି ବିଜେପି ସରକାର, ମୋହନ ସରକାର ଏହାର ତଦନ୍ତ କରି ସଠିକ ନ୍ୟାୟ ନ କରେ, ତାହେଲେ ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ନିଆଁ ଜଳିବ ଏବଂ ରାଜରାସ୍ତାରେ କଂଗ୍ରେସ ଓହ୍ଲାଇବ। ଧନ୍ୟବାଦ। ସୌମ୍ୟରଞ୍ଜନ ନାଥ, କଂଗ୍ରେସର ଜଣେ କର୍ମକର୍ତ୍ତା। ଆଉ ଆଜି ଯୋଉ ସରକାରଙ୍କର MSP ବୃଦ୍ଧି ନେଇକି ଯୋଉ ଆମର ନବନିର୍ମାଣ କୃଷକ ସଂଘ ଯୋଉ ଆଜି କରିଛି, ରାଜରାସ୍ତା ବୁଲେଇଛି, ତାକୁ କଂଗ୍ରେସ ସମର୍ଥନ ଦଉଛି। ଆମର ରାଜ୍ୟ ସଭାପତି ଭକ୍ତଚରଣ ଦାସ, ତାଙ୍କ ଆହ୍ୱାନ କ୍ରମେ ଆମେ ଆଜି ରାଜରାସ୍ତା ବୁଲେଇଛୁ। ଏଇ ସରକାରଙ୍କର ଏମିତି ମନମୁଖୀ ଶାସନ ନେଇକି ସବୁ ଜନସାଧାରଣ ବି ଅସନ୍ତୁଷ୍ଟ ଅଛନ୍ତି। ସମସ୍ତେ ଏବେ MSP ବଢିବା ନେଇ, ଇଲେକ୍ଟ୍ରିକ ବିଦ୍ୟୁତ ବିଲ୍ ବଢିବା ନେଇ, ସ୍ମାର୍ଟ ମିଟର ଲାଗିବା, କି ଆମର ରାଜରାସ୍ତାରେ ଯୋଉ ଗାଡି ଚାଲୁଛି, ଗାଡି ମଟର ଯାନବାହନ ଚାଲୁଛି, ତାର ସବୁ ଫାଇନ କାଟିବା, ତାପରେ ସବୁ ଲୋକଙ୍କର ଅସନ୍ତୋଷ ଆସିଛି। ୟାପରେ ନିଶ୍ଚୟ 2029ରେ ତାର ଜବାବ ମିଳିବ ସରକାର। ଆଉ ଏମିତି ଯଦି ଲୋକମାନଙ୍କ ପ୍ରତି ଯଦି ଅନ୍ୟାୟ କରେ ଏଇ ସରକାର, କାଲି ଆମେ କଂଗ୍ରେସ ଦଳ ତରଫରୁ ଆମର ହାଇକମାଣ୍ଡକୁ ନିର୍ଦ୍ଦେଶ କ୍ରମେ କି ଅଲ ଇଣ୍ଡିଆର ଆମର ଜନନାୟକ କୁହାଯାଉଥିବା ରାହୁଲ ଗାନ୍ଧୀ, ତାଙ୍କ ଆମର PCC ପ୍ରେସିଡେଣ୍ଟ ଭକ୍ତଚରଣ ଦାସ ଆଉ ଆମର ଜିଲ୍ଲା ସଭାପତି ସବିରାଜ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ଆମେ ଆଜି ଏଇ ଗଣଧାରଣାକୁ ବାହାରିଛୁ। ଆଗାମୀ ଦିନରେ ଯଦି ୟାର କିଛି ସୁବିଚାର ସରକାର ନ କରନ୍ତି, ଆଗାମୀ ଦିନରେ ଆମେ ଆହୁରି ରାଜରାସ୍ତା ବୁଲେଇବୁ। ଲୋକମାନଙ୍କ ସାଥିରେ ଆମେ ସବୁବେଳେ କଂଗ୍ରେସ ଦଳ ଅଛି। କଂଗ୍ରେସ ଦଳ ଲୋକମାନଙ୍କର ବଳ, ଏଇଟା ଏତିକି କହି। ଢେଙ୍କାନାଳରୁ ସନାତନ ନାଥଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।